ରୋଗ ରୋଗ ଆମେ କଥାରୁ ଭଲ କରିଦେବୁ। ହଁ ପରିବାର ତ 7 ଜଣ ଭାଇ ଭଉଣୀ ଆମର ଯେମିତି 7ଟା କହୁଛନ୍ତି ସେ 7 ଜଣ ଆଉ ବିନା ପାଳନ ଡାକ୍ତର ଆଜ୍ଞା କଥା ଦେଉଛନ୍ତି ନା ନାଇଁ ସେ କଥାରେ ପାଳନ କରୁଛନ୍ତି ନା ଆପଣଙ୍କର କଥା ତାଙ୍କର ପାଳନ କଲେ ଡାକ୍ତରଙ୍କ ଆଜ୍ଞାଙ୍କର ଯେମିତି ରୋଗ ଭଲ ହୁଏ ସେମିତି ସାଧୁ ସନ୍ତଙ୍କର ବାଣୀ ମଧ୍ୟ ଶୁଣି ଭକତଟା ଯଦି ପାଳନ କଲା ତାହେଲେ ସେଇ ରୋଗ ଦୁଃଖରୁ ମୁକ୍ତି ପାଇ ସେଇ ପରମାନନ୍ଦଙ୍କୁ ପ୍ରାପ୍ତ କଲା। ଧର୍ମ ମାନେ ମର୍ମ ମର୍ମ ମାନେ ବୁଝିବା ତାର ହଉଛି ଧର୍ମ। ତମେ ନିଜର ମର୍ମକୁ ବୁଝିଲ ସେଇଟା ହଉଛି ମେନ୍ ଧର୍ମ। ହଁ ନିଜକୁ ମୁଁ ବୁଝିଲି ସେଇଟା ହଉଛି ମର୍ମ ସେଇଟା ହଉଛି ଧର୍ମ। ହଁ ବୁଝିଲି ଗୋଟେ ମୁଁ ସେ ଭାଇକୁ ବୁଝିଲି ମାଙ୍କୁ ବୁଝିଲି ଆମର ମାନେ ସେମିତି ମାନେ ଭଗବାନଙ୍କର ଯେତେବେଳେ ତାଙ୍କ ପ୍ରେମରେ ତାଙ୍କ ଭକ୍ତିରେ ଗଲେ ଯୋଉ ମିଳେ ସେଟା ହିଁ ଭୁଲି ହୁଏ। ଭଗବାନଙ୍କୁ ତ ଦେଖିନି ଯେତେବେଳେ ସେ ଆମେ ଦୁଃଖରେ ଥାଉ କି କଷ୍ଟରେ ଥାଉ ଯେତେବେଳେ ସେ ହଠାତ୍ ଦୁଃଖ କଷ୍ଟ ଉଭେଇ ଯାଏ ସେତେବେଳେ ଅନୁଭବ ହୁଏ କି ଯାହା ହଉ ଭଗବାନଟେ ଥିଲେ ଆମର ଦୁଃଖ କଷ୍ଟ ଉଦ୍ଧାରଟେ ହେଲା ବୋଲି ଭାବୁ ସେତେବେଳେ ଆମେ ଭଗବାନର ଅନୁଭବ ଆସୁଛି। ହଁ ବିଶ୍ୱାସ ତ ଭୁଲ 100ରୁ 100। ଆପଣ ଭଗବାନଙ୍କୁ ଆପଣ ବୈରାଗୀ ଜୀବନରେ ଆପଣ ଅଛନ୍ତି ଗୋଟେ ସାଧାରଣ ସାଂସାରିକ ଲୋକ ସେ ପାପ କରିପାରେ ଆପଣ ବୈରାଗୀ ଜୀବନରେ ପାପ କରିପାରନ୍ତି? ଏମିତି ତ କଣ କିଛି ନାହିଁ ଏମିତି ତ ଆମକୁ କିଏ ତ ନିଜେ ବୁଝିବା ବୋଲି ଭଳି ଲୋକ କିଏ ଆସୁନାହାନ୍ତି କେଉଁ ଭକ୍ତ ମଧ୍ୟ ଆସୁନାହାନ୍ତି ସାଧୁ ସନ୍ଥ ପାଖକୁ ମଧ୍ୟ ଯାଉନାହାନ୍ତି। ଏଇଟା ପୁରା ମାୟାର ଖେଳ ସବୁ ମାୟା ଚାଲିଛି ଜାଣିବେ ନ ଛାର ତେଣୁ ସବୁ ଆମେ ଆସୁ ତପବନରୁ ନା ଆମର କନ୍ଧମାଳ ତପବନ। ହଁ ବାବା ବାବା ମାନେ ସବୁ କରି କରାଉଥାନ୍ତି ସେଇ ଆମେ କଣ ହେଇଛୁ ଆମେ କିଛି ଜାଣିନୁ। ଆପଣ କଣ କେମିତି ହେଲେ କି ନିଜେ କହିପାରିବେ କି? ହଁ ପାଠ ପଢିଛି। ତାଙ୍କର ଯୋଉ ପାଠ ପଢା ସମୟରେ ଯେତେ ଆମର 1 କ୍ଲାସରୁ ନେଇକି 10 କ୍ଲାସ ପର୍ଯ୍ୟନ୍ତ ଯେତେ ସାଧୁସନ୍ତଙ୍କର ବାଣୀ ଅଛି ଆଉ ଜ୍ଞାନୀ ବୈଜ୍ଞାନିକ ସମସ୍ତଙ୍କର ବାଣୀ ଅଛି ସେତେବେଳେ ବେଶୀ ଆଟ୍ରାକ୍ସନ କରିଦେଲା ଆମକୁ ସାଧୁସନ୍ତଙ୍କର ବାଣୀ ଆଣ୍ଡ ପୁରା ନିଜକୁ ଏମିତି ସାଧୁସନ୍ତଙ୍କର ବାଣୀ ହୃଦୟ ଭିତରକୁ ପଶିଗଲା ଯେମିତି ହୃଦୟ ପୁରା ଇଏ ହୃଦୟ ମନ ଭିତରେ ଗୋଟେ ମନ ପାରା ଅଛି ନା ସେ ପାରା ଉଡି ଉଡି ଯାଇକି ବସିଗଲା ସେଇ ଶୂନ୍ୟ ମନ୍ଦିର ଉପରେ। ତେଣୁ ବାବା ଆଉ ସବୁ ତୁଚ୍ଛ ହେଇଗଲା ଆଉ ପଳେଇଲୁ ଆଉ ସେମିତି ଆଉ। ହଁ ପରିବାର ତ 7 ଜଣ ଭାଇ ଭଉଣୀ ଆମର ଯେମିତି 7ଟା ଅଛନ୍ତି ସେ 7 ଜଣ ଆମର ସେମିତି ଫ୍ୟାମିଲି। ହଁ ଆମେ ବଡ। ହଁ ନା ଆମ ବାପା ମା ଦୁଃଖ ନାହିଁ ବାପା ମା ଦୁଃଖ ନାହିଁ। ଆମର 35 ବର୍ଷ। ହଁ ହଁ ଆମର ତ ଏଇ ବୈରାଗ୍ୟ ଜୀବନ ତ ଗାଁରେ ହିଁ ଥିଲା ପିଲାବେଳୁ ହିଁ ଆମେ ରଙ୍ଗ ଧୁତି ପିନ୍ଧିକି ବୁଲୁ ଆଉ ସେଇଟା ଦେଖିକି ଗାଁ ସାରା ଭାଉଜ ଖୁଡି ଦାଦି ନାନା ସମସ୍ତେ ବାବା ବାବା ବୋଲି ଡାକନ୍ତି। ଏମିତି ଆମକୁ ବାବା ବୋଲିକି ଡାକନ୍ତି ଶ୍ୟାମ ବାବା ବୋଲିକି। ହଁ ଡାକନ୍ତି। ରୋଗ ରୋଗ ଆମେ କଥାରୁ ଭଲ କରିଦେଉ। ହଁ ଆଉ କଥା ପାଳନ କଲେ ଭଲ ହବ ଆଉ ବିନା ପାଳନ ଡାକ୍ତର ଆଜ୍ଞା କଥା ଦେଉଛନ୍ତି ନା ନାଇଁ ସେ କଥାରେ ପାଳନ କରୁଛନ୍ତି ନା ଆପଣଙ୍କର କଥା ତାଙ୍କର ପାଳନ କଲେ ଡାକ୍ତରଙ୍କ ଆଜ୍ଞାଙ୍କର ଯେମିତି ରୋଗ ଭଲ ହୁଏ ସେମିତି ସାଧୁସନ୍ତଙ୍କର ବାଣୀ ମଧ୍ୟ ଶୁଣି ଭକତଟା ଯଦି ପାଳନ କଲା ତାହେଲେ ସେଇ ରୋଗ ଦୁଃଖରୁ ମୁକ୍ତି ପାଇ ସେଇ ପରମାନନ୍ଦଙ୍କୁ ପ୍ରାପ୍ତ କଲା। ନିଜ ଭିତରେ ପୁରା ଏଇନେ ତମେ ଅଛ ତମେ ପରମାନନ୍ଦ ରୂପରେ ଆସି ଆମ ପାଖରେ ପହଞ୍ଚିଲ ରୋଗ ଦୋଷ ସମସ୍ତଙ୍କର ପଚାରିଲ। ଆମ ଗୁରୁଙ୍କୁ ଟିକେ ପଚାରୁଛି ସେ କଥା ଟିକେ ଭଲ ଲାଗିବ ନା ଆମ ଗୁରୁଙ୍କୁ ଟିକେ କହୁଛି। ନା ସଂସାରକୁ କେବେ ଯାଇନାହାନ୍ତି? ନାହିଁ ନାହିଁ
ଆପଣ 7 ଭାଇ ଭଉଣୀ କେବେ ଆପଣଙ୍କର ଦେଖା ହୁଅନ୍ତି? ହଁ ଭାଇ ଭଉଣୀ ମାନେ କେବେ ଦେଖା ହୁଅନ୍ତି? ଭାଇ ଭଉଣୀ ମାନେ ନାହିଁ ଏ ପୁରା ସମସ୍ତେ ଭାଇ ଭଉଣୀ ଆମର ଏଇ ଦୁନିଆ ସମସ୍ତେ ଭାଇ ଭଉଣୀ ଏଇ ତ ଅଛନ୍ତି ଆମର। ଆପଣ ବାବା ହେଇଗଲେ ବୋଲି ଚମତ୍କାରିତା କଣ ଗୋଟେ ସାଧାରଣ ମଣିଷ ହଁ ଆପଣଙ୍କ ଭିତରେ ଚମତ୍କାରିତା କଣ ଆସିଲା? ଚମତ୍କାରିତା ଚମତ୍କାରିତା ମାନେ ସାଧାରଣ ଲୋକ। ଯେମିତି ସାରଥୀ ବାବା ବୋଲି ଜଣେ ବାବା ଥିଲେ, ହଁ ତାଙ୍କର ସେ ସିମେଣ୍ଟ ଗାଈରୁ କ୍ଷୀର ବାହାର କରୁଥିଲେ। ହଁ ଆଉ ଜଣେ ସେମିତି ବାବା ଥିଲେ ଆଗରୁ ଆମର ଓଡିଶାରେ ହଉ କିମ୍ବା ଭାରତ ବର୍ଷରେ, ଏଠି ବାବା ମାନଙ୍କର ଗୋଟେ ଜିନିଷ ସାମ୍ନାକୁ ଆସେ ସବୁବେଳେ ହଁ ନେଗେଟିଭିଟି। ହଁ ଆପଣଙ୍କର ପଜିଟିଭିଟି ଟା କଣ? ହଁ ଆପଣଙ୍କର ପଜିଟିଭିଟି ଟା କଣ? ମାନେ ଆପଣ କଣ କରିପାରନ୍ତି? ଆମେ ସାଧାରଣ ମଣିଷ ଯାହା ନ କରିପାରେ ଯୋଉଟା ବାବା କରିପାରନ୍ତି, କଣ ହଁ କରିପାରନ୍ତି? ବାବା ଯାହା କରିପାରନ୍ତି ବଚନ କଥା ମାଧ୍ୟମରେ କହିଥାନ୍ତି। ଖାଲି ବାବା କଣ କଥା କହିପାରନ୍ତି? ହଁ କଥାବାର୍ତ୍ତା ସୁବଚନ ପରା କହିଲେ ଭାଇ ବାବା ମଧ୍ୟ ଆସିଥିଲେ ଭାଇ ବାବା ରୂପରେ ସେ ମଧ୍ୟ ସୁକଥା କହିକି ଲୋକଙ୍କୁ ଅନୁପ୍ରାଣିତ କରିଥିଲେ, ଧର୍ମ ମାର୍ଗକୁ ଆଣିଥିଲେ, ନୂତନ ଧର୍ମ ସ୍ଥାପନ କରିଥିଲେ, ବିଶ୍ୱଗୁରୁ ନାମରେ ସେ ଦୀକ୍ଷିତ ହୋଇଥିଲେ ଭାଇ ବାବା ନାମରେ। ବାବା ବାବା ଧର୍ମ କାହାକୁ କହନ୍ତି, ପରମ୍ପରା କାହାକୁ କହନ୍ତି? ଧର୍ମ ମାନେ ମର୍ମ, ମର୍ମ ମାନେ ବୁଝିବା ତାର ହଉଛି ଧର୍ମ। ତମେ ନିଜର ମର୍ମକୁ ବୁଝିଲ ସେଇଟା ହଉଛି ମେନ୍ ଧର୍ମ। ହଁ ନିଜକୁ ମୁଁ ବୁଝିଲି ସେଇଟା ହଉଛି ମର୍ମ, ସେଇଟା ହଉଛି ଧର୍ମ। ହଁ ବୁଝିଲି ଗୋଟେ ମୁଁ ସେ ଭାଇକୁ ବୁଝିଲି ମାକୁ ବୁଝିଲି। ବାବା ବାବା ଏମିତି ଜୀବନରେ ଆପଣଙ୍କର ଜୀବନ ଶୈଳୀରେ ଚାଲିବା ଭିତରେ ହଁ ଏମିତି କିଛି ସ୍ମୃତି ଆପଣଙ୍କର ଯୋଉଟା ମନେ ରହିଛି ସେଟା କେବେ ଆପଣ ଭୁଲି ପାରିବେନି, ସେମିତି କଣ ରହିଛି? ଆମର ମାନେ ସେମିତି ମାନେ ଭଗବାନଙ୍କର ହିଁ ଦୃଶ୍ୟ, ଯେତେବେଳେ ତାଙ୍କ ପ୍ରେମରେ ତାଙ୍କ ଭକ୍ତିରେ ଗଲେ ଯୋଉ ମିଳେ ସେଟା ହିଁ ଭୁଲି ହୁଏ ନାହିଁ। ଆପଣ କେବେ ବାବା ଭଗବାନଙ୍କୁ ଦେଖିଛନ୍ତି? ଭଗବାନଙ୍କୁ ତ ଦେଖିନି, ଯେତେବେଳେ ସେ ଆମେ ଦୁଃଖରେ ଥାଉ କି କଷ୍ଟରେ ଥାଉ, ଯେତେବେଳେ ସେ ହଠାତ୍ ଯଦି ଦୁଃଖ କଷ୍ଟ ଉଭେଇ ଯାଏ ସେତେବେଳେ ଅନୁଭବ ହୁଏ କି ଯାହା ହଉ ଭଗବାନଟେ ଥିଲେ ଆମର ଦୁଃଖ କଷ୍ଟ ଉଦ୍ଧାରଟେ ହେଲା ବୋଲି ଭାବୁ, ସେତେବେଳେ ଆମେ ଭଗବାନର ଅନୁଭବ ଦୁଃଖ ଆସୁଛି। କଷ୍ଟ ଭଗବାନ ହରନ୍ତି ବୋଲି ହଁ ଆପଣଙ୍କର ବିଶ୍ୱାସ ଟା କେମିତି ଆସେ? ନା ବିଶ୍ୱାସ ତ ଭୁଲ 100ରୁ 100। ଆଚ୍ଛା, ଆପଣ ଭଗବାନଙ୍କୁ ଆପଣ ବୈରାଗୀ ଜୀବନରେ ଆପଣ ଅଛନ୍ତି, ହଁ ଗୋଟେ ସାଧାରଣ ସାଂସାରିକ ଲୋକ ସେ ପାପ କରିପାରେ, ହଁ ଆପଣ ବୈରାଗୀ ଜୀବନରେ ପାପ କରିପାରନ୍ତି? ଭରାଗ ଯିବରେ ଏ ପାପ ପୁଣ୍ୟ ତ ଦୁଇ ଭାଇ ଏ ତ ଖେଳ ଚାଲିଛି, ଜନ୍ମକ ମାତ୍ର ମଣିଷର ପାପ ପୁଣ୍ୟ ପଛରେ ଥାନ୍ତି। ବାବା ପାପ କାହାକୁ କହନ୍ତି, ପୁଣ୍ୟ କାହାକୁ କହନ୍ତି? ଆଁ ପାପ କାହାକୁ କହନ୍ତି, ପୁଣ୍ୟ କାହାକୁ କହନ୍ତି? ପାପ କାହାକୁ କହନ୍ତି ପୁଣ୍ୟ କାହାକୁ କହନ୍ତି ବାବାଙ୍କୁ ପଚାରନ୍ତୁ। ବୁଝିଲେ ବାବା ଆପଣଙ୍କ ପାଖରେ ଆଉ ଗୋଟେ ଜିନିଷ ଜାଣିବା ପାଇଁ ଚାହିଁବି, ହଁ ଆପଣଙ୍କର ବାବାଜୀ ଜୀବନ ଆଉ ସାଂସାରିକ ଜୀବନ ଭିତରେ ଆପଣ ଦୁଇଟି ଅନ୍ତର ଦେଖିଥିବେ, ସେ ଅନ୍ତର ଭିତରେ ତଫାତ୍ କଣ? ଆପଣ ଯେତେବେଳେ ସାଂସାରିକ ଜୀବନରେ ଥିଲେ ଆଉ ଯେତେବେଳେ ବୈରାଗୀ ଜୀବନକୁ ଆସିଲେ ସେତେବେଳେ ଅନ୍ତର କଣ ନିଶ୍ଚିତ ଅନ୍ତର ବହୁତ କିଛି ଫରକ। ଫରକ ଟା କଣ? ବୈରାଗ ଜୀବନରେ ଶିଖିବାକୁ ପାଇଲ, ଯାହା ବୈରାଗରେ ଜୀବନରେ ତମେ ବୁଲିଲ ଶିଖିବା ପାଇଁ, ପ୍ରଭୁଙ୍କ ସ୍ଥାନ ମାନେ ପ୍ରଭୁଙ୍କ ରାସ୍ତାକୁ ପାଇବା ପାଇଁ ସେ ଜୀବନଟାକୁ ବୈରାଗ ଜୀବନ ପିଲା ବେଳେ, ତାପରେ ବଡ଼ ହେଲେ ଆସିଲ ଆଉ ଆଜି ସନ୍ଥ ନାମରେ ଆସିଲ। ଆଉ ଖଣ୍ଡଗିରି କି ଆପଣ ଆସିଥିଲେ, ଆପଣଙ୍କ ପାଖକୁ କେବେ ସେମିତି ଲୋକ କେହି ବିଶ୍ୱାସ ଆସନ୍ତିନି ଯୋଉମାନଙ୍କର ସେମିତି କିଛି ବଡ ସମସ୍ୟା ଆପଣ ସମାଧାନ କରୁଛନ୍ତି, ସେମିତି କଣ ଅଛି? ଏରେ ଏମିତି ତ କଣ କିଛି ନାହିଁ, ଏମିତି ତ ଆମକୁ କିଏ ତ ନିଜେ ବୁଝିବା ବୋଲି ଭଳି ଲୋକ କିଏ ଆସୁନାହାନ୍ତି, କି କେଉଁ ଭକ୍ତ ମଧ୍ୟ ଆସୁନାହାନ୍ତି, ସାଧୁ ସନ୍ଥ ପାଖକୁ ମଧ୍ୟ ଯାଉନାହାନ୍ତି। ଯେମିତି କାହିଁକି ଯାଉନାହାନ୍ତି ବାବା? ଲୋକମାନେ କାହିଁକି ସାଧୁ ସନ୍ତଙ୍କ ପାଖକୁ ଯାଉନାହାନ୍ତି? କାହିଁକି ଯାଉନା ଆଜ୍ଞା କୁହନ୍ତୁ କୁହନ୍ତୁ। କାହିଁକି ଯାଉନାହାନ୍ତି ମାନେ ତାଙ୍କ ପାଖରେ ବିଷୟ ପୁରା ଭରି ରହିଛି। ଆଜ୍ଞା ସାଧୁ ସନ୍ଥ ମାନେ ଯେତେବେଳେ ସିମେଣ୍ଟ ଗାଈରୁ କ୍ଷୀର ବାହାର କରିବା ପାଇଁ କୃଷ୍ଣଙ୍କର ଲୀଳା କରନ୍ତି, ହଁ ସେତେବେଳେ ଗୋଟେ ଧର୍ମ ମାର୍ଗ ଉପରେ ସେତେବେଳେ ଗୋଟେ ଅବିଶ୍ୱାସ ଜନ୍ମ। ହୁଁ ଯେତେବେଳେ ସିମେଣ୍ଟ ଗାଈରୁ କ୍ଷୀର ବାହାର କରିବା ପାଇଁ ସାଧୁ ସନ୍ଥ ମାନେ ଧର୍ମକୁ ବଦନାମ କରନ୍ତି, ଟଙ୍କା କମେଇବା ପାଇଁ ରୋଜଗାରର ଗୋଟେ ପନ୍ଥା କରନ୍ତି, ତାକୁ ସେତେବେଳେ ଲୋକଙ୍କର ବିଶ୍ୱାସ ତୁଟେନି, ବାବାଜୀଙ୍କ ଉପରେ ଲୋକଙ୍କର ନା କୁହନ୍ତୁ ସେଠୁ ଆସନ୍ତି ଯୋଉ ସାଧୁ ମାନେ, ସେମାନେ ତ ପ୍ରକୃତ ସାଧୁ ନୁହଁ, ନା ସେମାନେ ସାଧୁକୁ କିଏ ସମାଜକୁ ମାନେ ବର୍ବାଦ କରିଦେଇ ଯାଆନ୍ତି, ସାଧୁ ସମାଜକୁ ସେ କଳଙ୍କିତ କରିଦେଇ ଯାଆନ୍ତି। ୟାକୁ ନେଇକି ଆଉ ଜନସାଧାରଣ ମାନେ ଭୁଲ ଭାବନ୍ତି ତ? ନା ଏଇଟା ପୁରା ମାୟାର ଖେଳ, ସବୁ ମାୟା ଚାଲିଛି, ଜାଣିବେ ନ ସାର ତେଣୁ ସବୁ